ଆପଣଙ୍କ ପିଲା ଟିକେ ଟିକେ କଥାରେ ରାଗି ଯାଉଛି କି? ଯଦି ପିଲା ଅଧିକ ରାଗୁଛି ତେବେ କ'ଣ କରିବେ? ଜାଣି ରଖନ୍ତୁ ଏହି ସହଜ ପ୍ୟାରେଣ୍ଟିଂ ଟିପ୍ସ। ରାଗିବା ମଣିଷର ଏକ ସାଧାରଣ ସ୍ୱଭାବ, କିନ୍ତୁ ଏହି ସ୍ୱଭାବକୁ କେହି ବି ପସନ୍ଦ କରନ୍ତି ନାହିଁ। ସେଥିପାଇଁ ମଣିଷକୁ ସବୁବେଳେ ନିଜ ରାଗ ବା କ୍ରୋଧକୁ ବଶରେ ରଖିବା ପାଇଁ ଶିକ୍ଷା ଦିଆଯାଇଥାଏ। ହେଲେ ଅନେକ ଛୋଟ ପିଲାଙ୍କ ଠାରେ କ୍ରୋଧ ସ୍ୱଭାବ ଅନେକ ମାତ୍ରାରେ ଦେଖାଯାଏ। ପିଲା ଅଧିକ ରାଗିଲେ ପିତାମାତା ଚିନ୍ତାରେ ପଡ଼ିଯାନ୍ତି। ପିଲା ଯଦି ଅଧିକ ରାଗୁଛି କିମ୍ବା ଚିଡ଼ଚିଡ଼ା ହେଉଛି, ତେବେ ପିତାମାତା ଏହାକୁ ହାଲୁକାରେ ନ ନେଇ ଏଥିପ୍ରତି ଧ୍ୟାନ ଦେବା ଉଚିତ। ଯଦି ଆପଣଙ୍କ ପିଲା ବି ଅଧିକ ରାଗୁଛି, ତେବେ ଚାଲନ୍ତୁ ଜାଣିବା କ'ଣ କଲେ ପିଲା ରାଗିବନି। ତେବେ ଏହା ପୂର୍ବରୁ ପ୍ରଥମେ ଜାଣିବା କି ପିଲା ରାଗିବା ପଛରେ କେଉଁ କେଉଁ କାରଣ ଥାଇପାରେ। ପ୍ରଥମତଃ, ସନ୍ତାନ ମା ଗର୍ଭରେ ଥିବାବେଳେ ମାର ଚିନ୍ତା ଏବଂ ଚେତନାର ପ୍ରଭାବ ପିଲା ଉପରେ ପଡ଼ିଥାଏ। ସେହି ସମୟରେ ମା ଯେପରି ଅନୁଭବ କରିଥାଏ, ଯେମିତି ଚିନ୍ତା କରିଥାଏ ଓ ମାନସିକ ଭାବେ ଯେପରି ଅବସ୍ଥାରେ ରହିଥାଏ, ଗର୍ଭରେ ଥିବା ପିଲା ମଧ୍ୟ ସେସବୁକୁ ଅନୁଭବ କରିଥାଏ। ଯାହାଫଳରେ ପିଲା ଜନ୍ମ ହୋଇ ବଡ଼ ହେବା ପରେ ଧୀରେ ଧୀରେ ସେହି ସମସ୍ତ ସ୍ୱଭାବ ତା ଭିତରେ ମଧ୍ୟ ଆସିବାକୁ ଲାଗେ। ସେଥିପାଇଁ ଜଣେ ମହିଳା ଗର୍ଭବତୀ ହେବା ପରଠାରୁ ହିଁ ନିଜ ଚିନ୍ତା ଓ ଚେତନାକୁ ସୁଧାରିବା ଉଚିତ। ଗର୍ଭବତୀ ମହିଳା ସବୁବେଳେ ଭଲ ମନରେ ଏବଂ ଭଲ ବିଷୟ ସବୁ ଚିନ୍ତା କରିବା ଦ୍ୱାରା ପିଲା ମଧ୍ୟରେ ସେହି ସବୁ ସ୍ୱଭାବ ଆସିଥାଏ। ପିଲା ରାଗି ଏବଂ ବିରକ୍ତି ହେବାର ଆଉ ଏକ କାରଣ ହେଉଛି ପିତାମାତାଙ୍କ ଚିନ୍ତାଧାରା। ମହାପୁରୁଷମାନେ କୁହନ୍ତି କି ଜଣେ ବ୍ୟକ୍ତିଙ୍କୁ ଯେପରି ବୋଲି ଚିନ୍ତା କରାଯାଏ, ସେ ଧୀରେ ଧୀରେ ସେହିପରି ହୋଇଯାନ୍ତି। କାରଣ ମନୁଷ୍ୟ ଶୋଇଥିବା ବେଳେ ତାର ଆତ୍ମା ଜାଗ୍ରତ ଥାଏ ଓ ତା ବିଷୟରେ ଅନ୍ୟମାନେ ଯାହା ଚିନ୍ତା କରନ୍ତି ସେସବୁକୁ ସେ ଗ୍ରହଣ କରେ। ସେଥିପାଇଁ ଆପଣ ଅନେକ ସମୟରେ ଦେଖିଥିବେ, ଜଣେ ବ୍ୟକ୍ତିଙ୍କୁ ସବୁବେଳେ ଖରାପ ବୋଲି କହିବା ଦ୍ୱାରା ସେ ଶେଷରେ ଖରାପ ହିଁ ହୋଇଯାନ୍ତି। ଅର୍ଥାତ୍ ଆପଣ ଯଦି ସବୁବେଳେ ଚିନ୍ତା କରିବେ କି ଆପଣଙ୍କ ପିଲା ବହୁତ ରାଗୁଛି, କଥା ମାନୁନି ଓ ଦୁଷ୍ଟ ହେଉଛି, ତେବେ ଆପଣଙ୍କ ପିଲା ମଧ୍ୟ ଦିନକୁ ଦିନ ଅଧିକ ସେହିଭଳି ହେବାର ସମ୍ଭାବନା ରହିଛି। ତେଣୁ ପିଲା ପ୍ରତି ସବୁବେଳେ ସକାରାତ୍ମକ ମନୋଭାବ ରଖନ୍ତୁ। ପିଲାକୁ ଉତ୍ତମ ବିଷୟ ଶିକ୍ଷା ଦେବା ସହ ଆପଣଙ୍କ ପିଲା ଉପରେ ଖୁସି ରୁହନ୍ତୁ। ଦେଖିବେ ସେ ସୁଧୁରିବାକୁ ଲାଗିବ। ହେଲେ ରାତାରାତି ଏଭଳି ପରିବର୍ତ୍ତନ ହୋଇଯିବନି, ବରଂ ଧୀରେ ଧୀରେ ହେବ। ତେଣୁ ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଆପଣଙ୍କ ପିଲାକୁ କେବେ କାହା ସହ ତୁଳନା କରନ୍ତୁ ନାହିଁ କି ତୁଳନା ହେବାକୁ ଦିଅନ୍ତୁ ନାହିଁ। ଯେମିତିକି ଆମେ ଅନେକ ସମୟରେ କହିଦେଇଥାଉ କି ତା ପିଲାଟି ବହୁତ ଭଲ, ଆମ ପିଲା ବହୁତ ଦୁଷ୍ଟ, କିମ୍ବା ଏହାର ଓଲଟା ମଧ୍ୟ କହିଥାଉ। ଛୋଟ ପିଲାଙ୍କ ମାନସିକତା ଉପରେ ଏହି ପକ୍ଷପାତର ଅତ୍ୟନ୍ତ ଖରାପ ପ୍ରଭାବ ପଡ଼ିଥାଏ। ପିଲାଙ୍କ ମନ ବହୁତ ସରଳ ହୋଇଥାଏ। ସେଥିପାଇଁ ତାଙ୍କ ମନରେ କେବେ ମଧ୍ୟ ଆଘାତ ଲାଗିବାକୁ ଦିଅନ୍ତୁ ନାହିଁ। ଏଭଳି ଭାବେ ଆପଣଙ୍କ ପିଲାଙ୍କ ଚିଡ଼ଚିଡ଼ାପଣ ଏବଂ ରାଗକୁ ଶାନ୍ତ କରିପାରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଏଭଳି ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ ଏବଂ ସୋସିଆଲ ମିଡ଼ିଆରେ ଆମକୁ ଫଲୋ କରନ୍ତୁ।